ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବ ପଞ୍ଚାୟତ ଅନନ୍ତପୁର ଏକ ଛୋଟିଆ ଗାଁ, ଯେଉଁଠି ପାଖାପାଖି 1000 ଲୋକ ବସବାସ କରନ୍ତି। ଗାଁ ପାଖକୁ ଜଙ୍ଗଲ ଘେରି ରହିଛି। ତେଣୁ ପ୍ରଶାସନ ତରଫରୁ ଗ୍ରାମ୍ୟ ଆଲୋକୀକରଣ ଯୋଜନାରେ ଗତ 2020-21 ମସିହାରେ 10ଟି ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା। କିନ୍ତୁ ଗତ ନଭେମ୍ବର 2023 ଠାରୁ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଖରାପ ହୋଇ ଅଚଳ ଅବସ୍ଥାରେ ଖୁଣ୍ଟରେ ଝୁଲି ରହିଛି। କୁଳମଣି ଦାସ, ଜିଲ୍ଲା ଢେଙ୍କାନାଳ, ଭୁବନ ବ୍ଲକ ବାଲିବ ଗ୍ରାମ ପଞ୍ଚାୟତ, ଗ୍ରାମ ଅନନ୍ତପୁର। ଲାଇଟ୍ ଦୀର୍ଘ 2 ବର୍ଷ 2.5 ବର୍ଷ ହେଲା ଏମିତି ଚଳୁନାହିଁ। ଏ ସରକାରଙ୍କର ଥିଲା ଚେଷ୍ଟାରେ କିନ୍ତୁ ସବୁ ଗାଁ ଆଲୋକିତ ହେବ, ଅନ୍ଧାରରେ ଲୋକମାନେ ବାହାରିବେ ନାହିଁ, ଚଳପ୍ରଚଳ କରିବେ। କିନ୍ତୁ 2 ବର୍ଷ 2.5 ବର୍ଷ ଲାଇଟ୍ ଲିଭିକି ପଡ଼ିଛି, ଯାହାକୁ କହିଲେ ବି କେହି କରୁନାହାନ୍ତି। ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ, ଏହାର ଯଥାଶୀଘ୍ର ରିପେୟାରିଂ କରିକି ଆଲୋକକରଣ କରାଗଲେ ଆମ ଗ୍ରାମବାସୀମାନେ ଉପକୃତ ହେବୁ। ଏହି ଛୋଟ ଦେଖାଯାଉଥିବା ଅସୁବିଧା ଯାହା ଲୋକମାନଙ୍କ ପାଇଁ ଗଭୀର ସମସ୍ୟା ସୃଷ୍ଟି କରିଛି। ସନ୍ଧ୍ୟା ହେଲେ ଗାଁ ଅନ୍ଧାରରେ ବୁଡ଼ିଯାଏ। ବୃଦ୍ଧ, ଶିଶୁ, ଛାତ୍ରଛାତ୍ରୀ ସମସ୍ତେ ଭୟଭୀତ। ଗାଁର ମହିଳାମାନେ ଆଉ ବାହାରକୁ ଯିବାର ସାହସ କରିପାରୁନାହାନ୍ତି। ମୋ ନାଁ ବାବୁଲି ଚିନରା, ଆମ ଘର ଅନନ୍ତପୁର ବାଲିବ ଗ୍ରାମ ପଞ୍ଚାୟତ ଆଉ ବ୍ଲକ ଭୁବନ, ଜିଲ୍ଲା ଢେଙ୍କାନାଳ। ଆମ ଅନନ୍ତପୁର ଗ୍ରାମରେ ଆଜକୁ 2 ବର୍ଷ 2.5 ବର୍ଷ ହେବ 10ଟି ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ହୋଇକି ଅଛି। ତେଣୁ ଗ୍ରାମବାସୀମାନେ ଚଳିବା ପାଇଁ ଅସୁବିଧା ହେଉଛନ୍ତି। ଆମ ଗାଁରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା, ସେ ଷ୍ଟ୍ରିଟ୍ ଲାଇଟ୍ ନୁହଁ, ଗାଁର ଗୋଟେ ଆଲୋକିତକରଣ ହେଉଥିଲା। ଗ୍ରାମବାସୀମାନେ ସୁଚାରୁ ରୂପେ ଯିବା ଆସିବା କରିପାରୁଥିଲେ। ଯାହାଫଳରେ ଆଜିକି 2-2.5 ବର୍ଷ ହେଲା ବନ୍ଦ ଅଛି। ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଠିକ୍ରେ କେହି ନେଲେ ନାହିଁ, ଯାହାଫଳରେ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ। କିନ୍ତୁ ପ୍ରଶାସନକୁ ଏତିକି ଅନୁରୋଧ କରୁଛୁ କି ଯଥାଶୀଘ୍ର ଏହାର ସୁବିଚାର କରି ଲାଇଟ୍କୁ ଜଳେଇଲେ ଗ୍ରାମବାସୀମାନେ ଉପକୃତ ହେବେ। ଏହା କେବଳ ଷ୍ଟ୍ରିଟ୍ ଲାଇଟ୍ ନୁହେଁ, ଏହା ଗାଁର ସୁରକ୍ଷା, ଶିକ୍ଷା ଓ ଆଶା ସହିତ ଜଡ଼ିତ। ତେଣୁ ଗାଁ ଲୋକ ଆଶା କରୁଛନ୍ତି ପ୍ରଶାସନ ତାଙ୍କର ଏକଥା ଶୁଣିବେ ଏବଂ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକୁ ସଜାଡ଼ି ଗାଁକୁ ଆଲୋକିତ କରିବେ। ପ୍ରଶାସନ ପାଖକୁ ଏକଥା ପହଞ୍ଚିବା ପାଇଁ ଦର୍ଶକ ବନ୍ଧୁ ଲାଇକ୍, ସେୟାର କରନ୍ତୁ। ଧନ୍ୟବାଦ। ପୁଣି ଆସିବି ନୂଆ ଘଟଣା ନେଇ। ମୁଁ ସଞ୍ଜୟ ନାୟକ, ଢେଙ୍କାନାଳ, ଓଡ଼ିଶାରୁ।